ଏମିତି ଶବ୍ଦ ସୃଷ୍ଟି ହବ ଯେ କି ବିଭିନ୍ନ ପ୍ରକାର ଶବ୍ଦ କରିକିରି ତୋପ କମାଣ ଗଦା ହବ, ବୃଷ୍ଟି ହବ, ତୋପ ବୃଷ୍ଟି ହବ। ସେଇ ଆବାଜରେ ବି ଲୋକ ସେଇଆକୁ ସେତେବେଳେ ମହାପୁରୁଷ ଭୈରବୀ ରଡ଼ି ବୋଲିକିରି କହିଛନ୍ତି। ତାପରେ ଅନେକ ସମୟରେ ମହାପୁରୁଷଙ୍କର ସଂକେତ ଗୁଡାକ ଅଛି, କିନ୍ତୁ ସେ ସଂକେତ ବୁଝିବା କରି ହଉନି, ସମୟ ନିର୍ଦ୍ଧାରଣ କରି ହଉନି। ବେଳେ ବେଳେ ଆମେ ତାଙ୍କର ଏଇଭଳି ଘଟଣାବଳୀକୁ ସବୁ ଲକ୍ଷ୍ୟ କରିକିରି ବୋଧେ ସମୟ ପାଖେଇ ଆସିଲା ଏବଂ 2-4ଟା ଖଣ୍ଡ ଦେଖା ଯାଉଛି, ସବୁ ମିଶି ଯାଉଛି, ସମୟ ପାଖେଇ ଆସିଲା ବୋଲି ଆମେ କହୁଛେ ସଂକେତ ବୋଲି ପୂର୍ବାଭାସ କହୁଛେ। ଆଉ ଜ୍ୟୋତିଷ ଶାସ୍ତ୍ରରେ ଜ୍ୟୋତିଷ ଶାସ୍ତ୍ର କିନ୍ତୁ କହେ କଳିର ପରମାୟୁ ଅନେକ, କିନ୍ତୁ ଏବେ ସୁଦ୍ଧା 4,32,000। କିନ୍ତୁ ଆମେ ଆମର ବର୍ତ୍ତମାନ ଅଛି କଳି ଯୁଗର ମତେ 5,000 ବର୍ଷ ଯାଇଛି। କଳୁ 10 ସହସ୍ରାଣୀ ବିଷ୍ଣୁ ତେଜନ୍ତି ମେଦିନୀ। କଳି ଯୁଗରେ 10,000 ବର୍ଷ ବିଷ୍ଣୁ ରହିବେ। ତଦର୍ଦ୍ଧଂ ଜାହ୍ନବୀ ଗଙ୍ଗା, 5,000 ବର୍ଷ ପର୍ଯ୍ୟନ୍ତ ଗଙ୍ଗା ରହିବ, ଗଙ୍ଗାର ପବିତ୍ରତା ରହିବ। ତଦର୍ଦ୍ଧଂ ଗ୍ରାମ ଦେବତୀ, ତାର ଅଧା 2,500 ବର୍ଷ ପର୍ଯ୍ୟନ୍ତ ଗ୍ରାମ ଦେବତୀ ରହିବେ। ତାପରେ ସେମାନେ ସବୁ ନିଷ୍କ୍ରିୟ ହେଇଯିବେ, ଏମାନଙ୍କର ଶକ୍ତି ଆଉ କାମ କରିବନି ସେଠି। ଯେତେବେଳେ ଇଏ ସବୁ ନିଷ୍କ୍ରିୟ ହେଇଯିବ, ଧର୍ମ କର୍ମ କେହି ମାନିବେନି, ପୃଥିବୀରୁ ଧର୍ମଂ ସଂକୁଚିତମ ତପୋ ବିରହିତମ ସତ୍ୟଂ ଚ ଦୁରଙ୍ଗତମ, ଧର୍ମ ସଂକୁଚିତ ହେଇଯିବ, କେହି ତପସ୍ୟା କରିବେନି, ସତ୍ୟ କୁଆଡେ ଚାଲିଯିବ, ସମସ୍ତେ ଅସତ୍ୟ ପଥରେ ଯିବେ। କେମିତି ଅସତ୍ୟ କହିକିରି କିଛି ଧନ ଉପାର୍ଜନ କରିବେ ଏଥିରେ ଲାଗିବେ। ଭାର୍ଯ୍ୟା ଭର୍ତ୍ତୃ ବିରୋଧିନୀ ପରରତା, ନାରୀ ବସା ମା ନବା। ସ୍ୱାମୀ ସ୍ତ୍ରୀ ଭିତରେ ବିବାଦ ସୃଷ୍ଟି ହବ, ସ୍ତ୍ରୀ ମାନେ ପରରତ ହେବେ। ନାରୀ ବସା ମା ନବା, ନିର୍ବୀର୍ଯ୍ୟା ପୃଥିବୀ ନିରୌଷଧି ରସା ନିଚା ମହତ୍ୱଙ୍ଗତା। ନିରୌଷଧି ରସା, ଔଷଧୀୟ ଗଛ ମାନଙ୍କରେ ଔଷଧୀୟ ଗୁଣ ଆଉ ରହିବନି। ନିର୍ବୀର୍ଯ୍ୟା ପୃଥିବୀ, ପୃଥିବୀ ବୀର୍ଯ୍ୟହୀନ ହେଇଯିବ, ସାର ମସଲା ନଦେଲେ ଫସଲ ଫଳିବନି। ନିଚା ମହତ୍ୱଙ୍ଗତା, ଯେ ଅତି ନିଚ ଲୋକ ସେ ଉପରକୁ ଉଠିଯିବ। ହା କଷ୍ଟଂ ଖଳୁ ବର୍ତ୍ତତେ କଳିଯୁଗେ ଧନ୍ୟ ଯୋ ନରାମୃତା। ଏ କଳିଯୁଗରେ କି କଷ୍ଟ, ଯୋଉ ଲୋକ ମରି ଯାଉଛି ସେ ତରି ଯାଉଛି, କିନ୍ତୁ ବଡ କଥା ମରି ବି ପାରିବନି, କାରଣ ଏମିତି ଭେଜାଲ ଯୁଗ ଯେ ଆମେ ବିଷ ଖାଇବା ମରିବା ପାଇଁ, ସେ ବିଷ ବି ଭେଜାଲ, ମରିବ ଲୋକ, ପୁଳାଏ କଷ୍ଟ ପାଇବ। ଏଣୁ ଯୋଉ ଲୋକ ମରି ଯାଉଛି ସେ ତରି ଯାଉଛି, ଏ କଥା କୁହାଯାଇଛି। ଆମେ ପରିସ୍ଥିତି ଏଇଭଳି ପରିସ୍ଥିତି ଚାଲିଛି, ଆମେ ସମସ୍ତେ ସତର୍କ ରହିବା। ସେଥିପାଇଁ କୁହାଯାଇଛି ଆଲୋ ସଖୀ ଆପଣା ମହତ ଆପେ ରଖି। ଆମେ ନିଜକୁ ନିଜେ ଜଗିକି ଚଳିବା, ଯେତେ ସଂଯମ ହେଇ ରହିବା, ଯେତେ ନରମ ହେଇକି ରହିବା, ଆମେ ସେତେ ଭଲରେ ରହିପାରିବା। କାହାରି ସାଙ୍ଗରେ ବଢିବା ଦରକାର ନାହିଁ, କିନ୍ତୁ ସେଇ ଭଗବାନଙ୍କୁ ଡାକିବା, ହେ ପ୍ରଭୁ ମତେ ସଦ୍ବୁଦ୍ଧି ଦିଅ, ମୋ ପରିବାରକୁ ସଦ୍ବୁଦ୍ଧି ଦିଅ, ଏ ଲୋକମାନଙ୍କୁ ସଦ୍ବୁଦ୍ଧି ଦିଅ, ସମସ୍ତେ ଆନନ୍ଦରେ ରୁହନ୍ତୁ, ସମସ୍ତେ ସମସ୍ତଙ୍କୁ ନିଜର ବୋଲି ମନେ କରନ୍ତୁ। ଜୟ ଶ୍ରୀ ଜୟ ଶ୍ରୀ ରାମ।